वेलकम टू नियोस्फियर एकेडमी। आज आम डिस्कसन करवा 12 जून 2025 रो करंट अफेयर्स। यदि आपण मैंने ए पर्यंत सब्सक्राइब करना तेज सब्सक्राइब कर दिंतु। क्वेश्चन नंबर 1, व्हाट मार्क्स द ऑफिशियल बिगिनिंग ऑफ द जगन्नाथ रथ यात्रा फेस्टिविटीज इन 2025? 2025 मसीह जगन्नाथ रथ यात्रा उत्सवर आनुष्ठानिक आरंभ केउं दिन आरंभ होइगला? जगन्नाथ रथ यात्रा फेस्टिवल केउं दिन ठारू आरंभ ହେଇଗଲା? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର୍। ସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା। ସ୍ନାନ ମଣ୍ଡପରେ 108 ଘଡ଼ି ପବିତ୍ର ଜଳରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପ୍ରତିମାଙ୍କୁ ସ୍ନାନ କରାଯିବ ଏହି ଉତ୍ସବର ଆରମ୍ଭ ସୂଚିତ କରେ। କ୍ୱେଶ୍ଚନ୍ ନମ୍ବର 2, ହ୍ୱିଚ୍ ଚାରିଅଟ୍ କରେସ୍ପଣ୍ଡସ୍ ଟୁ ହ୍ୱିଚ୍ ଡେଇଟି ଏଣ୍ଡ ହାଉ ମେନି ହ୍ୱିଲ୍ସ ଡଜ୍ ଇଚ୍ ହାଭ୍? କେଉଁ ରଥ କେଉଁ ଦେବତାଙ୍କ ପାଇଁ ଏବଂ ପ୍ରତ୍ୟେକରେ କେତେ ଚକ ଅଛି? ଅପସନ୍ ଏ ଇଜ୍ ରାଇଟ୍ ଆନ୍ସର୍। ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ 18ଟି ଚକା ରହିଥାଏ ଏବଂ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ 16ଟି ଚକା ରହିଥାଏ ଏବଂ ସୁଭଦ୍ରାଙ୍କର ଦର୍ପଦଳନ ରଥରେ 14ଟି ଚକା ରହିଥାଏ। କ୍ୱେଶ୍ଚନ୍ ନମ୍ବର 3, ହୁ ହାଜ୍ ବିନ୍ ଆପଏଣ୍ଟେଡ୍ ଆଜ୍ ଦ ଗ୍ଲୋବାଲ ଟୁରିଜିମ୍ ଆମ୍ବାସାଡର ଫର ମାଲଦୀଭ୍ସ ଇନ୍ ଜୁନ୍ 2025? ଜୁନ୍ 2025ରେ ମାଲଦୀପର ଗ୍ଲୋବାଲ ଟୁରିଜିମ୍ ଆମ୍ବାସାଡର ଭାବେ କିଏ ନିଯୁକ୍ତି ପାଇଲେ? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର୍, କ୍ୟାଟ୍ରିନା କୈଫ୍। ଜୁନ୍ 10, 2025ରେ ମାଲଦୀପର ମାର୍କେଟିଂ ଏବଂ ପବ୍ଲିକ୍ ରିଲେସନ୍ କର୍ପୋରେସନ ଦ୍ୱାରା ବଲିଉଡ ଅଭିନେତ୍ରୀ ଓ ଉଦ୍ୟୋଗପତି କ୍ୟାଟ୍ରିନା କୈଫ୍ଙ୍କୁ ଗ୍ଲୋବାଲ ଟୁରିଜିମ୍ ଆମ୍ବାସାଡର ଭାବେ ନାମିତ କରାଯାଇଥିଲା। କ୍ୱେଶ୍ଚନ୍ ନମ୍ବର 4, ବାଇ ହ୍ୱାଟ୍ ପରସେଣ୍ଟେଜ୍ ଡିଡ୍ ପଞ୍ଜାବ's କଟନ୍ କଲ୍ଟିଭେସନ୍ ଏରିଆ ଇନକ୍ରିଜ୍ ଇନ୍ 2025 କମ୍ପେୟାର୍ଡ ଟୁ ଦ ପ୍ରିଭିୟସ୍ ଇୟର? 2024 ତୁଳନାରେ 2025ରେ ପଞ୍ଜାବର କପା ଚାଷ କ୍ଷେତ୍ରର କେତେ ଶତକଡ଼ା ବୃଦ୍ଧି ପାଇଛି? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର୍, 20%, 20%। 2025ରେ ପଞ୍ଜାବରେ କପା ଚାଷ କ୍ଷେତ୍ରରେ 20% ବୃଦ୍ଧି ପାଇଛି, ଯାହା 2025ର 2.49 ଲକ୍ଷ ଏକରରୁ ବୃଦ୍ଧି ପାଇ 2025ରେ 2.98 ଲକ୍ଷ ଏକରରେ ପହଞ୍ଚିଛି। ଏହା ଗୋଟିଏ ବର୍ଷରେ 49,000 ଏକରରୁ ଅଧିକ ବୃଦ୍ଧି, ଯାହା ଜଳସେଚିତ ଧାନ ପରି ଫସଲ ଉପରେ ନିର୍ଭରତା କମାଇ ଫସଲ ବିବିଧତା ପ୍ରୋତ୍ସାହନ ଦେବାରେ ରାଜ୍ୟର ପ୍ରୟାସକୁ ପ୍ରତିଫଳିତ କରିଥାଏ। କ୍ୱେଶ୍ଚନ୍ ନମ୍ବର 5, ହ୍ୱିଚ୍ ଇଣ୍ଡିଆନ୍ ସିଟି ହାଜ୍ ଅଫିସିଆଲି ବିକମ୍ leopard capital of India, surpassing Mumbai in terms of free-ranging wild leopards on the urban fringe? Question number 5, କେଉଁ ଭାରତୀୟ ସହର ସହରାଞ୍ଚଳ ଉପକଣ୍ଠରେ ମୁକ୍ତ ବିତରଣ କରୁଥିବା ଲିଓପାର୍ଡ ମାନଙ୍କ ସଂଖ୍ୟାରେ ମୁମ୍ବାଇକୁ ପଛରେ ପକାଇ ଲିଓପାର୍ଡ କ୍ୟାପିଟାଲ ଅଫ୍ ଇଣ୍ଡିଆ ଭାବରେ ଘୋଷିତ? ଅପସନ୍ ବି ଇଜ୍ ରାଇଟ୍ ଆନ୍ସର୍, ବେଙ୍ଗାଲୁରୁ। ହଲେମାଥି ନେଚର ଫାଉଣ୍ଡେସନ ବା HNF ଦ୍ୱାରା 2024-25ରେ କରାଯାଇଥିବା ଏକ ବର୍ଷବ୍ୟାପୀ କ୍ୟାମେରା ଟ୍ରାପ୍ ସର୍ଭେ ଅନୁସାରେ ବେଙ୍ଗାଲୁରୁର ଉପକଣ୍ଠରେ ସବୁଠାରୁ ଅଧିକ ସଂଖ୍ୟକ ମୁକ୍ତ ବିତରଣ କରୁଥିବା ଲିଓପାର୍ଡ ରହିଛନ୍ତି, ଯାହା ମୁମ୍ବାଇ ଠାରୁ ଅଧିକ। ଏହା ବେଙ୍ଗାଲୁରୁର ଏକ ଅନ୍ୟ ସ୍ଥିତିକୁ ଉଜ୍ଜଳିତ କରେ, ଯେଉଁଠି ଏକ ମୁଖ୍ୟ ଶିକାରୀ ପ୍ରାଣୀଙ୍କ ବଂଶଧରଙ୍କୁ ସମର୍ଥନ କରାଯାଉଛି ଏବଂ ସହରର ପରିବେଶୀୟ ମୂଲ୍ୟ ଏବଂ ସଂରକ୍ଷଣ କ୍ଷମତାକୁ ରେଖାଙ୍କିତ କରିଥାଏ। କ୍ୱେଶ୍ଚନ୍ ନମ୍ବର 6, which protected area in Bangalore has seen a steady rise in leopard numbers and how many leopards were recorded there in 2025? ବାଙ୍ଗାଲୁରୁର କେଉଁ ସୁରକ୍ଷିତ ଅଞ୍ଚଳରେ ବାଘଙ୍କ ସଂଖ୍ୟା ନିୟମିତ ଭାବେ ବୃଦ୍ଧି ପାଇଛି ଏବଂ 2025ରେ ସେଠାରେ କେତେ ବାଘ ରେକର୍ଡ କରାଯାଇଥିଲା? ଅପସନ୍ ବି ଇଜ୍ ରାଇଟ୍ ଆନ୍ସର୍, ବନେରଘାଟା ନ୍ୟାସନାଲ ପାର୍କ। ବନେରଘାଟା ନ୍ୟାସନାଲ ପାର୍କ ବା ବନେରଘାଟା ଜାତୀୟ ଉଦ୍ୟାନ ମୁଖ୍ୟ ସୁରକ୍ଷିତ ଅଞ୍ଚଳ, ଯେଉଁଠି 2019ରେ 40ଟି ବାଘ ଠାରୁ ବୃଦ୍ଧି ପାଇ 2025ରେ 54ଟି ଲିଓପାର୍ଡ ରେକର୍ଡ କରାଯାଇଥିଲା। ଉଦ୍ୟାନର ଉନ୍ନତ ସୁରକ୍ଷା ଓ ଶିକାରର ଉପଲବ୍ଧତା ଏହି ବୃଦ୍ଧିରେ ଅବଦାନ ରଖିଛି, ଯାହା ପିଏନପିକୁ ସହରର ସୀମାରେ ବାଘ ସଂରକ୍ଷଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର କରିଛି। କ୍ୱେଶ୍ଚନ୍ ନମ୍ବର 7, ହ୍ୱାଟ୍ ଇଜ୍ ଦ ସିଗ୍ନିଫିକାନ୍ସ ଅଫ୍ ଦ ପୋଷଣ ପୟା ଫେଷ୍ଟିଭାଲ ସେଲିବ୍ରେଟେଡ୍ ଇନ୍ ଶ୍ରୀଲଙ୍କା? ଶ୍ରୀଲଙ୍କାରେ ପାଳିତ ପୋଷଣ ପୟା ପର୍ବର ମହତ୍ତ୍ୱ କଣ? ଅପସନ୍ ବି ଇଜ୍ ରାଇଟ୍ ଆନ୍ସର୍, କମେମୋରେଟ୍ସ ଦ ଆରାଇଭାଲ ଅଫ୍ ବୁଦ୍ଧିଜିମ୍ ଅନ୍ ଦ ଆଇଲ୍ୟାଣ୍ଡ ଓଭର 2000 years ago। 2000 ବର୍ଷରୁ ଅଧିକ ପୂର୍ବେ ଦ୍ୱୀପରେ ବୌଦ୍ଧ ଧର୍ମର ଆଗମନକୁ ସ୍ମରଣ କରିଥାଏ। ପୋଷଣ ପୟା
ପର୍ବ। ଜୁନ୍ ମାସର ପୂର୍ଣ୍ଣିମା ଦିନ ପାଳିତ ପୋଷଣ ପୟା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଶ୍ରୀଲଙ୍କାକୁ ବୌଦ୍ଧ ଧର୍ମର ପ୍ରବେଶକୁ ଚିହ୍ନିତ କରେ। ଏହା ସେହି ମୁହୂର୍ତ୍ତକୁ ସ୍ମରଣ କରେ ଯେତେବେଳେ ଭାରତର ସମ୍ରାଟ ଅଶୋକଙ୍କ ପୁତ୍ର ଅରହତ ମହିନତାଲେ ଠାରେ ରାଜା ଦେବାନାମ ପିୟତିସାଙ୍କୁ ପ୍ରଥମ ଉପଦେଶ ଦେଇଥିଲେ, ଯାହା ଦୀପ ଜୁଡ଼ିଆରେ ଥେରବାଦ ବୌଦ୍ଧ ଧର୍ମ ପ୍ରସାର ଆରମ୍ଭ କରିଥିଲା। Question number 8. When is Kabir Das Jayanti celebrated in 2025? 2025ରେ କବୀର ଦାସ ଜୟନ୍ତୀ କେବେ ପାଳିତ ହେବ? 2025ରେ କବୀର ଦାସ ଜୟନ୍ତୀ କେବେ ପାଳିତ ହେଲା? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର ଜୁନ୍ 11। 2025ରେ ଜୁନ୍ 11 ତାରିଖରେ ସନ୍ଥ କବୀର ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଏହି ଦିନ ପ୍ରାର୍ଥନା, କବୀରଙ୍କ ଦୋହା ପାଠ ଏବଂ ତାଙ୍କର ଶିକ୍ଷା ଓ ଅବଦାନକୁ ସମ୍ମାନ ଜଣାଇବା ପାଇଁ ସାମାଜିକ ସମାବେଶ ମାଧ୍ୟମରେ ସମଗ୍ର ଭାରତରେ ପାଳନ କରାଯାଏ। Question number 9. Who was the guru of Kabir Das who greatly influenced his spiritual philosophy? କବୀର ଦାସଙ୍କ ଗୁରୁ କିଏ ଥିଲେ ଯିଏ ତାଙ୍କ ଆଧ୍ୟାତ୍ମିକ ଦର୍ଶନକୁ ଗଭୀର ଭାବେ ପ୍ରଭାବିତ କରିଥିଲେ? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର ଗୁରୁ ରାମାନନ୍ଦ। ବିଶ୍ୱାସ କରାଯାଏ ଯେ କବୀର ଦାସ ଜଣେ ବିଖ୍ୟାତ ଭକ୍ତି ସନ୍ଥ ଗୁରୁ ରାମାନନ୍ଦଙ୍କ ଶିଷ୍ୟ ଥିଲେ। ଏହି ସମ୍ପର୍କ କବୀରଙ୍କ ଶିକ୍ଷାକୁ ଗଭୀର ଭାବେ ଆକୃତି ଦେଇଥିଲା, ଯାହା ନିରାକାର ଈଶ୍ୱରଙ୍କ ପ୍ରତି ଭକ୍ତି ଓ କର୍ମକାଣ୍ଡ ଓ ଜାତି ପାର୍ଥକ୍ୟକୁ ପ୍ରତ୍ୟାଖ୍ୟାନ ଉପରେ ଗୁରୁତ୍ୱ ଦେଇଥିଲା। Question number 10. Which country is the largest producer of nectarine in the world in 2025? 2025ରେ ବିଶ୍ୱର ସବୁଠାରୁ ବଡ଼ ନେକ୍ଟାରିନ୍ ଉତ୍ପାଦକ ଦେଶ କେଉଁଟି? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର ଚାଇନା। ଚୀନ ବିଶ୍ୱର ସର୍ବବୃହତ୍ ନେକ୍ଟାରିନ୍ ଉତ୍ପାଦକ ଦେଶ, ଯାହା ବିଶ୍ୱର ମୋଟ ନେକ୍ଟାରିନ୍ ଓ ପିଚ୍ ଉତ୍ପାଦନର ଅର୍ଦ୍ଧେକରୁ ଅଧିକ ଅଟେ। 2025ରେ ଚୀନ 20 ଲକ୍ଷରୁ ଅଧିକ ମେଟ୍ରିକ୍ ଟନ୍ ନେକ୍ଟାରିନ୍ ଉତ୍ପାଦନ କରିବାର ଆଶା କରାଯାଉଛି, ଯାହା ଏହାର ବିସ୍ତୃତ କୃଷି ଜମି ଓ ଉଚ୍ଚ ଘରୋଇ ଓ ଅନ୍ତର୍ଜାତୀୟ ଚାହିଦା ଯୋଗୁଁ। ଏହି ତଥ୍ୟର ପ୍ରତିଫଳିତ ଯେ ଚୀନ ପ୍ରାୟ 16,800 କିଲୋଟନ୍ ନେକ୍ଟାରିନ୍ ଓ ପିଚ୍ ମିଶ୍ରିତ ଭାବେ ଉତ୍ପାଦନ କରେ, ଯାହା ଏହାକୁ ଷ୍ଟୋନ୍ ଫ୍ରୁଟ୍ ଚାଷରେ ଏକ ଆଗୁଆ ଦେଶ କରିଛି। Question number 11. Which country has confirmed its commitment to building 8 new nuclear reactors in Iran as of 2025? 2025 ସୁଦ୍ଧା ଇରାନରେ 8ଟି ନୂତନ ନ୍ୟୁକ୍ଲିୟର ରିଆକ୍ଟର ନିର୍ମାଣ ପାଇଁ କେଉଁ ଦେଶ ନିଶ୍ଚିତ କରିଛି? ଅପସନ୍ ସି ଇଜ୍ ରାଇଟ୍ ଆନ୍ସର ରୁଷିଆ ଇରାନ ସହିତ 8ଟି ନ୍ୟୁକ୍ଲିୟର ରିଏକ୍ଟର ନିର୍ମାଣ ପାଇଁ ରାଜି ହୋଇ ନିଜର ଭାଗିଦାରିତା ପୁନରୁଦ୍ଘାଟନ କରିଛି। ଏହା ଦୁଇ ଦେଶ ମଧ୍ୟରେ ଏକ ଦୀର୍ଘମିଆଦୀ ଶକ୍ତି ସହଯୋଗ ଚୁକ୍ତିର ଅଂଶ, ଯାହା ଇରାନର ନାଗରିକ ନ୍ୟୁକ୍ଲିୟର ଶକ୍ତି କ୍ଷମତାକୁ ବିସ୍ତାରିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ଘୋଷଣା ଇରାନର ପରମାଣୁ ଶକ୍ତି ସଂଗଠନ AEOI ର ପ୍ରଧାନ ମହମ୍ମଦ ଇସଲାମୀଙ୍କ ଦ୍ୱାରା କରାଯାଇଥିଲା। Question number 12. Which district of Uttar Pradesh is famously known as the city of rose water? ଉତ୍ତରପ୍ରଦେଶର କେଉଁ ଜିଲ୍ଲା ଗୋଲାପ ଜଳ ସହର ଭାବେ ପ୍ରସିଦ୍ଧ? ଅପସନ୍ ବି ଇଜ୍ ରାଇଟ୍ ଆନ୍ସର ଗାଜିପୁର। ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲା ଗୋଲାପ ଜଳ ଓ ଗୋଲାପ ସୁଗନ୍ଧ ଗୋଲାପ ଅତର ତିଆରି ପାଇଁ ବ୍ୟବହୃତ ହେଉଥିବା ଗୋଲାପର ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ ଯୋଗୁଁ ଗୋଲାପ ଜଳ ସହର ଭାବେ ନାମିତ। ଜିଲ୍ଲାରେ ସୁଗନ୍ଧିତ ଗୋଲାପ ଚାଷ ଓ ପାରମ୍ପରିକ ପଦ୍ଧତିରେ ପ୍ରାକୃତିକ ସୁଗନ୍ଧ ତିଆରିର ଏକ ଦୀର୍ଘ ପରମ୍ପରା ରହିଛି। ଗାଜିପୁର ଗୋଲାପ ଜଳ ଏହାର ଶୁଦ୍ଧତା ଓ ସୁଗନ୍ଧ ପାଇଁ ପ୍ରସିଦ୍ଧ, ଯାହା ଭାରତ ଓ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ। Question number 13. What recent step has SEBI taken regarding stockbrokers involved in algo trading violation cases? ଆଲଗୋ ଟ୍ରେଡିଂ ଉଲ୍ଲଂଘନ ମାମଲାରେ ଜଡ଼ିତ ଷ୍ଟକ୍ ବ୍ରୋକରମାନଙ୍କ ବିରୁଦ୍ଧରେ ସେବି କେଉଁ ସାମ୍ପ୍ରତିକ ପଦକ୍ଷେପ ନେଇଛି? ଅପସନ୍ ବି ଇଜ୍ ରାଇଟ୍ ଆନ୍ସର ଓପେନ୍ଡ ଏ 3-month settlement window for brokers to resolve regulatory proceeding. ବ୍ରୋକରମାନଙ୍କ ପାଇଁ ନିୟାମକ ପ୍ରକ୍ରିୟା ସମାଧାନ କରିବା ପାଇଁ 3 ମାସର ସେଟଲମେଣ୍ଟ ୱିଣ୍ଡୋ ଖୋଲିଛି। ଜୁନ୍ 10, 2025ରେ ସେବି ଅନୁମୋଦିତ ନ ହୋଇଥିବା ଆଲଗୋରିଦମ ଟ୍ରେଡିଂ ପ୍ଲାଟଫର୍ମ ସହିତ ଜଡ଼ିତ ଥିବାରୁ ନିୟାମକ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହେଉଥିବା ଷ୍ଟକ୍ ବ୍ରୋକରମାନଙ୍କ ପାଇଁ ଏକ ବିଶେଷ 3 ମାସର ସେଟଲମେଣ୍ଟ ଯୋଜନା
ଘୋଷଣା କରିଛି। ଏହି ୱିଣ୍ଡୋ ଜୁନ 16ରୁ ସେପ୍ଟେମ୍ବର 16, 2025 ମଧ୍ୟରେ ଚାଲିବ ଏବଂ ବ୍ରୋକରମାନଙ୍କୁ ଚାଲିଥିବା ମାମଲା ସମାଧାନ କରିବ ଓ ଅଧିକ ମକଦ୍ଦମା ଏଡ଼ାଇବାରେ ସହାୟକ କରିବ, ଯାହା ନିଯୁକ୍ତିତା ଓ ବଜାର ଅନୁଶାସନକୁ ପ୍ରୋତ୍ସାହିତ କରିବ। କ୍ୱେଶ୍ଚନ ନମ୍ବର 14, ହ୍ୱାଟ ଇଜ ଦ ଏଷ୍ଟିମେଟେଡ୍ ସେଟଲମେଣ୍ଟ ଆମାଉଣ୍ଟ ଫର ବ୍ରୋକର ଅଣ୍ଡର ଦ ସ୍କିମ୍? ଯୋଜନା ଅଧୀନରେ ପ୍ରତ୍ୟେକ ବ୍ରୋକରଙ୍କ ପାଇଁ ଅନୁମାନିକ ସେଟଲମେଣ୍ଟ ରାଶି କେତେ? ଅପସନ ସି ହେଇଯିବ ରାଇଟ୍ ଆନ୍ସର 1 ଲାଖ। ସେଟଲମେଣ୍ଟ ରାଶି ପ୍ରତ୍ୟେକ ବ୍ରୋକରଙ୍କ ପାଇଁ ପ୍ରାୟ 1 ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଏହି ଅପେକ୍ଷାକୃତ ସାମାନ୍ୟ ଜରିମାନା ବ୍ରୋକରମାନଙ୍କୁ ଅତୀତର ଉଲ୍ଲଂଘନ, ସଂଶୋଧନ, ବିଚାରାଧୀନ ମାମଲା, ସମ୍ପତ୍ତି ଏବଂ ଦୀର୍ଘ ସାଧାରଣ ମକଦ୍ଦମା ବିନା ବଜାରର ସମଗ୍ରତା ପୁନରୁଦ୍ଧାର ପାଇଁ ଉଦ୍ଦିଷ୍ଟ। କ୍ୱେଶ୍ଚନ ନମ୍ବର 15, ହ୍ୱାଟ ଇଜ ଡିଜିପିନ୍ ଆଜ ଇଣ୍ଟ୍ରୋଡ୍ୟୁସ୍ଡ ବାଇ ଇଣ୍ଡିଆନ ଗଭର୍ନମେଣ୍ଟ? ଭାରତ ସରକାରଙ୍କ ଦ୍ୱାରା ଇଣ୍ଟ୍ରୋଡ୍ୟୁସ କରାଯାଇଥିବା ଡିଜିପିନ୍ କ'ଣ? ଅପସନ ବି ହେଇଯିବ ରାଇଟ୍ ଆନ୍ସର ଏ 10 କ୍ୟାରେକ୍ଟର ଆଲଫାନ୍ୟୁମେରିକ ଡିଜିଟାଲ ଆଡ୍ରେସ କୋଡ ଫର ଏଭ୍ରି 4x4 ମିଟର ସ୍କୋୟାର ଇନ୍ ଇଣ୍ଡିଆ। ଭାରତର ପ୍ରତ୍ୟେକ 4x4 ବର୍ଗ ମିଟର ପାଇଁ ଏକ 10 ଅକ୍ଷରୀୟ ଆଲଫାନ୍ୟୁମେରିକ ଡିଜିଟାଲ ଠିକଣା କୋଡ। ଡିଜିପିନ୍ ଅର୍ଥ ହେଉଛି ଡିଜିଟାଲ ପିନ୍। ଏହା ଦେଶର ପ୍ରତ୍ୟେକ 4x4 ମିଟର ବର୍ଗକୁ 4x4 ମିଟର ଗ୍ରିଡ ବର୍ଗକୁ ଦିଆଯାଇଥିବା ଏକ ଅନ୍ୟ 10 ଅକ୍ଷରୀୟ ଆଲଫାନ୍ୟୁମେରିକ କୋଡ। ଇଣ୍ଡିଆ ପୋଷ୍ଟ ଦ୍ୱାରା ଇସ୍ରୋର ଜାତୀୟ ରିମୋଟ ସେନ୍ସିଂ ସେଣ୍ଟର ଏବଂ ଆଇଆଇଟି ହାଇଦ୍ରାବାଦ ସହିତ ମିଳିତ ଭାବେ ପ୍ରକାଶିତ। ଡିଜିପିନ୍ କୌଣସି ସ୍ଥାନ, ସହରୀ, ଗ୍ରାମୀଣ କିମ୍ବା ଦୁର୍ଗମ କିମ୍ବା ଠିକଣାବିହୀନ ଅଞ୍ଚଳକୁ ସଠିକ ଭାବେ ଚିହ୍ନିତ କରିବାରେ ସକ୍ଷମ, ଯାହା ଭାରତର ଡିଜିଟାଲ ଠିକଣା ବ୍ୟବସ୍ଥାରେ ଏକ ବିପ୍ଳବ ଆଣିଛି। କ୍ୱେଶ୍ଚନ ନମ୍ବର 16, ହୁଇଚ୍ 3 organizations have signed a tripartite MoU to combat road dust pollution in the National Capital Region in June 2025? ଜୁନ 2025ରେ ଜାତୀୟ ରାଜଧାନୀ ଅଞ୍ଚଳରେ ସଡ଼କ ଧୂଳି ପ୍ରଦୂଷଣ ବିରୁଦ୍ଧରେ କାର୍ଯ୍ୟ କରିବା ପାଇଁ କେଉଁ 3ଟି ସଂଗଠନ ଏକ ତ୍ରିପକ୍ଷୀୟ MoU ସ୍ୱାକ୍ଷର କରିଛନ୍ତି? ଅପସନ ବି ହେଇଯିବ ରାଇଟ୍ ଆନ୍ସର CAQM, CSIR ସେଣ୍ଟ୍ରାଲ ରୋଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ସ୍କୁଲ ଅଫ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର, ନ୍ୟୁ ଦିଲ୍ଲୀ। ଜୁନ 10, 2025ରେ ବାୟୁ ଗୁଣମାନ ପରିଚାଳନା ଆୟୋଗ ବା ଏୟାର କ୍ୱାଲିଟି କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ ଏବଂ CSIR ଏବଂ SPA ଏବଂ ନୂଆଦିଲ୍ଲୀ ସହ ଏକ ତ୍ରିପକ୍ଷୀୟ ମେମୋରାଣ୍ଡମ ଅଫ ଅଣ୍ଡରଷ୍ଟାଣ୍ଡିଂ ସ୍ୱାକ୍ଷର କରିଛି, ଯାହା ବୈଜ୍ଞାନିକ, ସଡ଼କ ଇଞ୍ଜିନିୟରିଂ, ସବୁଜିକରଣ ଓ ଡିଜିଟାଲ ଆସେଟ ପରିଚାଳନା ମାଧ୍ୟମରେ NCR ସହରଗୁଡ଼ିକରେ ଧୂଳି ପ୍ରଦୂଷିତ ହ୍ରାସ ପାଇଁ ଏକ ମାନକୀକୃତ ସହରୀ ସଡ଼କ ପୁନରୁଦ୍ଧାର କାର୍ଯ୍ୟକ୍ରମ ଯୁଗ୍ମ ଭାବେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି। କ୍ୱେଶ୍ଚନ ନମ୍ବର 17, ହ୍ୱାଟ ୱାଜ ଦ କୋର ମେସେଜ ଅଫ କବୀର ଦାସ ଟିଚିଂ? କବୀର ଦାସଙ୍କ ଶିକ୍ଷାର ମୂଳ ସନ୍ଦେଶ କ'ଣ ଥିଲା? ଅପସନ ବି ହେଇଯିବ ରାଇଟ୍ ଆନ୍ସର ଗଡ ଇଜ ୱାନ୍ ଆଣ୍ଡ ପ୍ରେଜେଣ୍ଟ ଇନ୍ ଏଭ୍ରିୱେୟାର, ଆଭଏଡ ବ୍ଲାଇଣ୍ଡ ରିଚୁଆଲ୍ସ। ଈଶ୍ୱର ଏକ ଏବଂ ସମସ୍ତଙ୍କ ଭିତରେ ବିଦ୍ୟମାନ, ଅନ୍ଧ କର୍ମକାଣ୍ଡ ପରିହାର କର। କବୀର ଦାସ ଶିକ୍ଷା ଦେଇଥିଲେ ଯେ ଈଶ୍ୱର ସାର୍ବଭୌମ ଏବଂ ସମସ୍ତ ପ୍ରାଣୀଙ୍କ ଭିତରେ ବିଦ୍ୟମାନ। ସେ ହିନ୍ଦୁ ଓ ଇସଲାମ ଉଭୟ ଧର୍ମରେ କର୍ମକାଣ୍ଡକୁ ନେଇ ସମାଲୋଚନାମୂଳକ ଥିଲେ ଏବଂ ଏକ ସରଳ ଜୀବନ, ମାନବତା ପ୍ରତି ପ୍ରେମ ଓ ଆଧ୍ୟାତ୍ମିକ ସତ୍ୟ ଉପରେ ଗୁରୁତ୍ୱ ଦେଇଥିଲେ। କ୍ୱେଶ୍ଚନ ନମ୍ବର 18, who won the 6th Stefan Avakian Memorial Chess Tournament held in Jarmuk, Armenia in June 2025? ଜୁନ 2025ରେ ଆର୍ମେନିଆର ଜେର୍ମୁକରେ ଅନୁଷ୍ଠିତ 6ଠ ଷ୍ଟେଫାନ ଆଭାକିଆନ ସ୍ମାରକୀ ଚେସ୍ ଟୁର୍ଣ୍ଣାମେଣ୍ଟର କିଏ ବିଜୟୀ ହୋଇଥିଲେ? ଅପସନ ସି ହେଇଯିବ ରାଇଟ୍ ଆନ୍ସର ଅରବିନ୍ଦ ଚିଦାମ୍ବରମ। ଭାରତୀୟ ଗ୍ରାଣ୍ଡମାଷ୍ଟର ଅରବିନ୍ଦ ଚିଦାମ୍ବରମ ଆର୍ମେନିଆର ଚେର୍ମୁକରେ ଅନୁଷ୍ଠିତ 6ଠ ଷ୍ଟେଫାନ ଆଭାକିଆନ ସ୍ମାରକୀ ଚେସ୍ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଥିଲେ। ସେ 9 ରାଉଣ୍ଡରେ 6.5 ପଏଣ୍ଟ ସ୍କୋର କରି ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲେ। ତାଙ୍କ ବିଜୟ ଭାରତର ଶ୍ରେଷ୍ଠ ଚେସ୍ ଖେଳାଳୀଙ୍କ ମଧ୍ୟରେ ତାଙ୍କ ସ୍ଥିତିକୁ ଅଧିକ ଦୃଢ଼ କରିଛି ଏବଂ 2025ରେ ତାଙ୍କର ଉତ୍ତମ ଆନ୍ତର୍ଜାତୀୟ ପ୍ରଦର୍ଶନକୁ ଉଜ୍ଜ୍ୱଳିତ କରିଛି। କ୍ୱେଶ୍ଚନ ନମ୍ବର 19, ହୁଇଚ୍ ଷ୍ଟେଟ୍ ହାଜ ଅମରାବତୀ ଆଜ ଇଟ୍ସ କ୍ୟାପିଟାଲ ଆଜ ଆନାଉନ୍ସଡ ଇନ୍ 2025? କେଉଁ ରାଜ୍ୟର ରାଜଧାନୀ ଅମରାବତୀ? ଅପସନ ବି ହେଇଯିବ ରାଇଟ୍ ଆନ୍ସର ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ 2025ରେ ଅମରାବତୀକୁ ରାଜ୍ୟର ରାଜଧାନୀ ଭାବେ ଘୋଷଣା କରିଛନ୍ତି। ବିଶାଖାପଟ୍ଟନମ ଅର୍ଥନୈତିକ ରାଜଧାନୀ ଭାବେ ବିକଶିତ ହେବ, କିନ୍ତୁ ଅମରାବତୀ ସରକାରୀ ପ୍ରଶାସନିକ ରହିବ। କ୍ୱେଶ୍ଚନ ନମ୍ବର 20, ହୁଇଚ୍ ଇଜ ଦ ଲାର୍ଜେଷ୍ଟ ଷ୍ଟେଟ୍ ଇନ୍
in India by area and what is its capital? କ୍ଷେତ୍ରଫଳରେ ଭାରତର ସବୁଠାରୁ ବଡ଼ ରାଜ୍ୟ କେଉଁଟି ଏବଂ ଏହାର ରାଜଧାନୀ କ'ଣ? ଅପସନ୍ ବି ହେଇଯିବ ରାଇଟ୍ ଆନ୍ସର ରାଜସ୍ଥାନ ଏବଂ ଏହାର ରାଜଧାନୀ ଜୟପୁର। ରାଜସ୍ଥାନ କ୍ଷେତ୍ରଫଳରେ ଭାରତର ସର୍ବବୃହତ ରାଜ୍ୟ, ଯାହା 3,42,239 ବର୍ଗ କିଲୋମିଟର ଅଞ୍ଚଳରେ ଘେରିଥାଏ। ଏହାର ରାଜଧାନୀ ଜୟପୁର। ଏହା ଗୋଲାପୀ ସହର ଭାବେ ଜଣାଶୁଣା। ଯଦି ଆପଣ ଭିଡ଼ିଓ ପସନ୍ଦ କରନ୍ତି ତେବେ ଦୟାକରି ଲାଇକ୍ ବଟନ୍ ଦବାନ୍ତୁ। କୌଣସି ତ୍ରୁଟି ଥିଲେ କମେଣ୍ଟ ବକ୍ସରେ ଜଣାନ୍ତୁ। ଯଦି ଆପଣ ଏ ଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ। ଥ୍ୟାଙ୍କ୍ସ ଫର ୱାଚିଂ।